ଓମ୍ ଶ୍ରୀମଦ ଭଗବତ ଗୀତା ପ୍ରଥମ ଅଧ୍ୟାୟ ଅର୍ଜୁନ ବିଷାଦ ଯୋଗ ଶ୍ଲୋକ ସଂଖ୍ୟା 40। ଅଧର୍ମାଭିଭବାତ କୃଷ୍ଣ ପ୍ରଦ୍ୟୁଷନ୍ତି କୁଳଶ୍ରିୟଃ ସ୍ତ୍ରୀପୁଦୁଷ୍ଟ୍ୱଶୁବାଷ୍ଣେୟୋ ଜାୟତେ ବର୍ଣ୍ଣଶଙ୍କରଃ। ହେ କୃଷ୍ଣ, ହେ ବୃଷ୍ଣିବସଞ୍ଜ, ଯେତେବେଳେ ପରିବାରରେ ଅଧର୍ମ ପ୍ରବଳ ହୋଇଉଠେ ସେତେବେଳେ କୁଳୀନ ସ୍ତ୍ରୀମାନେ ଦୂଷିତା ହୋଇଯାନ୍ତି ଏବଂ ସେମାନଙ୍କର ସତୀତ୍ୱ ନଷ୍ଟ ହେବାର ବର୍ଣ୍ଣଶଙ୍କର ଜାତ ହୁଅନ୍ତି। ଭାବାର୍ଥ: ସୁନ୍ଦର ଜନସମାଜ ହେଲେ ସମାଜରେ ଅର୍ଥାତ୍ ସାମାଜିକ ଜୀବନର ସମୃଦ୍ଧି ଏବଂ ଆଧ୍ୟାତ୍ମିକ ଉନ୍ନତି ଲାଭ କରାଯାଇପାରିବ। ବର୍ଣ୍ଣାଶ୍ରମର ବ୍ୟବସ୍ଥା ଏପରି ଭାବରେ କରାଯାଇଅଛି ଯେ ରାଜ୍ୟ ତଥା ସମାଜରେ ସାଧାରଣ ଆଧ୍ୟାତ୍ମିକ ଉନ୍ନତି ନିମିତ୍ତ ଆବଶ୍ୟକ ଉତ୍ତମ ଜନସମାଜ ଏତଦ୍ୱାରା ସୃଷ୍ଟି କରାଯାଇପାରିବ। ଏ ପ୍ରକାର ଜନସମାଜ ସ୍ତ୍ରୀ ଲୋକମାନଙ୍କର ସତୀତ୍ୱ ଏବଂ ବିଶ୍ୱସ୍ତତା ଉପରେ ନିର୍ଭର କରେ। ଯେପରି ପିଲାମାନେ ଖୁବ୍ ସହଜରେ ପଥଭ୍ରଷ୍ଟ ହୋଇଯାଇଥାନ୍ତି, ସେହିପରି ସ୍ତ୍ରୀ ଲୋକମାନେ ମଧ୍ୟ ଖୁବ୍ ସହଜରେ ପତିତା ହୋଇଯାଆନ୍ତି। ତେଣୁ ଉଭୟ ଶିଶୁ ଏବଂ ସ୍ତ୍ରୀ ଲୋକମାନଙ୍କର ସୁରକ୍ଷା ପରିବାରର ବୟସ୍କ ଲୋକମାନଙ୍କର ଦାୟିତ୍ୱ। ବିଭିନ୍ନ ଧର୍ମ କାର୍ଯ୍ୟରେ ବ୍ରତବିଧି ପୂଜାନୁଷ୍ଠାନରେ ସ୍ତ୍ରୀମାନେ ବରାବର ସଂଯୁକ୍ତ ରହିଲେ ସେମାନେ ଆଉ ପଥଭ୍ରାନ୍ତ ହେବେ ନାହିଁ କିମ୍ବା ସତୀତ୍ୱ ନଷ୍ଟ କରିହେବ ନାହିଁ। ଚାଣକ୍ୟ ପଣ୍ଡିତଙ୍କର ନୀତିବାକ୍ୟାନୁଯାୟୀ ସ୍ତ୍ରୀ ଲୋକମାନେ ସାଧାରଣତଃ ଅତ୍ୟନ୍ତ ବୁଦ୍ଧିଆ ନୁହନ୍ତି ଏବଂ ସେଇଥିପାଇଁ ସେମାନେ ମଧ୍ୟ ବିଶ୍ୱସ୍ତ ନୁହନ୍ତି। ତେଣୁ ପରିବାରରେ ପ୍ରଚଳିତ ଥିବା ବିଭିନ୍ନ ଧାର୍ମିକ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ସର୍ବଦା କର୍ମରତ ରଖାଯିବା ଉଚିତ ଏବଂ ତଦ୍ଦ୍ୱାରା ସେମାନେ ସତୀତ୍ୱ ଏବଂ ଭକ୍ତିଭାବକୁ ଧରି ରଖିପାରିବେ। ଫଳସ୍ୱରୂପ ବର୍ଣ୍ଣାଶ୍ରମ ଧର୍ମକୁ ବଞ୍ଚାଇ ରଖିବା ନିମିତ୍ତ ଆବଶ୍ୟକ ଉତ୍ତମ ଜନସମାଜ ଜନ୍ମଲାଭ କରିବେ। ଏ ବର୍ଣ୍ଣାଶ୍ରମ ଧର୍ମ ବ୍ୟବସ୍ଥା ଭାଙ୍ଗି ପଡ଼ିଲେ ଏହା ସ୍ୱତଃସିଦ୍ଧ ଯେ ସ୍ତ୍ରୀ ଲୋକମାନେ ମନ ଇଚ୍ଛା କାମ କରି ଅନ୍ୟ ପୁରୁଷ ସହିତ ଅବାଧ ମିଳାମିଶା କରିବେ। ଫଳରେ ଜାରଜ ସନ୍ତାନ ଜାତ ହେବେ। ଦାୟିତ୍ୱହୀନ କାଣ୍ଡଜ୍ଞାନ ଶୂନ୍ୟ ପୁରୁଷମାନେ ମଧ୍ୟ ସମାଜରେ ବ୍ୟଭିଚାର ସୃଷ୍ଟି କରନ୍ତି। ଫଳରେ ଜନସମାଜରେ ଅନେକ ଅନାବଶ୍ୟକ ଜାରଜ ସନ୍ତାନ ଭରପୁର ହୋଇଯାଆନ୍ତି ଏବଂ ସମାଜରେ ଅଶାନ୍ତି, ବିଶୃଙ୍ଖଳା ଓ କଳହ ଆଦି ଦେଖାଯାଏ।